ଆସନ୍ତା ବର୍ଷ ଫେବୃଆରୀ 20ରୁ ମାର୍ଚ୍ଚ 4 ପର୍ଯ୍ୟନ୍ତ ହେବ ମେଟ୍ରିକ୍ ପରୀକ୍ଷା। ସେଥିପାଇଁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 20ରେ ଓଡ଼ିଆ ପରୀକ୍ଷା ଥିବାବେଳେ 23ରେ ଇଂରାଜୀ, 26ରେ ଗଣିତ, 28ରେ ହିନ୍ଦୀ ଓ ସଂସ୍କୃତ, ମାର୍ଚ୍ଚରେ ବିଜ୍ଞାନ ଓ 4ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ 2991ଟି କେନ୍ଦ୍ରରେ ପରୀକ୍ଷା ହେବ। 5,51,611 ପିଲା ମାର୍ଚ୍ଚ 15 ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଏଥର ମେଟ୍ରିକ୍ ପରୀକ୍ଷାକୁ ମନିଟରିଂ କରିବ ଏଆଇ କ୍ୟାମେରା। ଷ୍ଟ୍ରଙ୍ଗ ରୁମ୍, ଡିଓ ଅଫିସ୍ ଓ ପରୀକ୍ଷା ହଲ୍ରେ ଲାଗିବ ଏଆଇ କ୍ୟାମେରା। ଏଆଇ କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମ୍ରେ 7ରୁ 8 ଜଣ ରହିବେ। କିଛି ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍କୁ ଜଣାଇବ ଏଆଇ କ୍ୟାମେରା। ପ୍ରେସମିଟ୍ରେ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।